ବ୍ରାହ୍ମଣୀ ଜଗଦମ୍ବା ଜଗଦମ୍ବା ଏ ଆଡ଼କୁ ଟିକେ ଆସ ତ। ଯାଉଛି ଘର ଭିତରେ କଣ କରୁଥିଲ? ତମ ପାଇଁ ପିଣ୍ଡ ବାଢୁଥିଲି। କି ବା କଥା ଏ? ସ୍ୱାମୀ ଦେବତାଙ୍କୁ ଏଭଳି ବାକ୍ୟ କହନ୍ତି, ପ୍ରୟୋଗ କରନ୍ତି? ତମ ପାଇଁ ପିଣ୍ଡ ବାଢୁଥିଲି ମାନେ ତମ ପାଇଁ ଖାଦ୍ୟ ରାନ୍ଧୁଥିଲି, ନହେଲେ ଗିଳିବ କେମିତି? ଏ ବୟସରେ ମୁଁ ଆଉ ଖଟି ପାରିବିନି। ଚାକରାଣୀ ଆଣି ରଖିବ ତ ରଖ, ନହେଲେ ତମ ବ୍ୟବସ୍ଥା ତମେ ଦେଖ। ଏ ରୁହ ଟିକେ, କାଳ କାଳ ଅପେକ୍ଷା କର ଜଗଦମ୍ବା। ହଠାତ୍ ଗୋଟିଏ ଭାବ ଦ୍ୱାରା ମୋ ମୁଣ୍ଡରେ ଖେଳିଗଲା। କଣ? ସମସ୍ତେ କହୁଛନ୍ତି କୃଷ୍ଣକୁ ଭକ୍ତି କଲେ ଭଲ ଫଳ ମିଳେ। ମୁଁ ବି କଣ୍ଟାଟାକୁ ଘାଣ୍ଟି ଚକଟି ଦେଖିଲା ବେଳକୁ କଥାଟା ସତ। ଏଇ ଦେଖ ଦ୍ରୌପଦୀ କୃଷ୍ଣକୁ ଡାକିଲା, ବସ୍ତ୍ର ପାଇଲା, ସୁଦାମାତା ଘରକୁ ଗଲା, ରାଜ ଐଶ୍ୱର୍ଯ୍ୟ ଭୋଗ କଲା, ପାପୀ ଅଜାମିକ ସ୍ୱର୍ଗକୁ ଗଲା। ତାହେଲେ ଆମ ଡାକ ନ ଶୁଣିବେ କାହିଁକି? ଆମ ଡାକ ଖାଣ୍ଟି ଡାକ, ସେଥିରେ ଭେଜା ନାହିଁ। ଆସ ଟିକେ ବସି ଡାକିବା। ଯାଉଛି ମ। ନା ଆସ। ପାଣି ପିଇଲେ ଏକାଦଶୀର ବାପା ତ ବାପା, ସେଇ ବାପା ଜାଣିପାରିବେନି। ଧୀରେ ଧୀରେ ଡାକିବା ପାଟି ବିସ୍ତାର କରି ଡାକିଲେ ସେ ଆଗତୁରି ଆସି ପହଞ୍ଚି ଯିବେ। ତମେ କୃଷ୍ଣକୁ ଡାକିଲେ ପଡୋଶୀ ଯେ ରାଜାକୁ ଡାକିବେ, ଏ କଥା ଖିଆଲ ଅଛି ତ? ହଉ, ପୂଜା ସାମଗ୍ରୀ ଆଣିଛନ୍ତି? ପୂଜା ସାମଗ୍ରୀ ଆଉ କଣ, ମନ ଦେଇ ଡାକିଲେ ହେଲା। ତଥାପି ଫୁଲ ତୁଳସୀ ଆଣିଛି, ଚନ୍ଦନ ଟିକେ ଘେରି ପକାଅ। ହଉ, ମୁଁ ମୂର୍ତ୍ତି ଘେନି ଆସେ। ତ୍ରିଦେବ ଶର୍ମା, ତତେ ଆଜି ମୁଁ ଅକର୍ମ କରି ଛାଡ଼ିବି। ଯେଉଁଦିନ ମୁଁ ରାଜପୁରୋହିତ ହୋଇ ବସିବି, ସେଦିନ ତ ମୂର୍ତ୍ତିରେ ଜାଣିବାର ଲୋକମାନେ ଯାହା କହୁଛନ୍ତି ମିଛ କଥା, ମିଥ୍ୟା କଥା। ଲୋକେ ତିଳକୁ ତାଳ କରି କହିବେ, ତମେ ତାହା ବିଶ୍ୱାସ କରିଗଲ? ରାଜାଙ୍କ ପାଖରେ ବ୍ରାହ୍ମଣ ପଣ୍ଡିତ ନିନ୍ଦାବାଦ କଲ। କି ପଣ୍ଡିତ ତମେ? ପୂଜା ବିଧି କିଛି ଜଣା?
ତୁମ ପରି ଶସ୍ତା ବ୍ରାହ୍ମଣ ଆମେ ନଉ। ଜାଣ ଆପ ଡାକରେ ସ୍ୱୟଂ ଠାକୁର ଆସି ଆଗରେ ଠିଆ ହୋଇଥାନ୍ତି। ମୁଁ ତୁମକୁ ରାଜପୁରୋହିତ ଦେବି ନାହିଁ। କିଏ ବା ଚାଲି ଆସିଲା ରାଜ୍ୟ ପୁରୋହିତ ଦେବେ। ବେଶ ଚାଲ ରାଜବାଟିକୁ, ସେଇଠି ପରୀକ୍ଷା ହେବ କିଏ ରାଜପୁରୋହିତ, ତମେ ନା ମୁଁ? ଶିବରାତ୍ରିରେ ସୁଗାର ଦିନ ପରୀକ୍ଷା କରିବା ପାଇଁ ଯାଅ ବେକରେ କଳସୀ ବାନ୍ଧି ସମୁଦ୍ରକୁ ଡେଇଁ ପଡ଼ିବ। ଘରେ ବିଷ ଅଛି, ଯାଅ ବିଷପାନ କରି ଆତ୍ମହତ୍ୟା କରିବ। ତେବେ ତମେ କେଉଁ ପ୍ରକାରର ରାଜପୁରୋହିତ ବୋଲି ଦାବି କରୁଛ? କୃଷ୍ଣ ମୂର୍ତ୍ତି ଅଛି, ସିଏ ପୁଣି ନିଶ୍ଚୟ କରି ଆଣିଛ। ଏଇ ନିଅ। ଏଥର ପୂଜ୍ୟ। ସେଇ କୃଷ୍ଣ ମୂର୍ତ୍ତି। ଘରେ ପଡ଼ିଥିଲେ ଏଇଟା ତମ୍ବା ପିତଳଟା। ଏଇଟା କଣ ପୂଜା ହବ? ଜଗତକୁ ତୁମେ ଏଇଟା କଣ ପାଇଁ ନେଇ ଆସିଲ? ବେଶ ଗିନିକି ପିତଳ ନାଗେଶ୍ୱର ମିଶ୍ର ଆସୁଛି। ରାଜପ୍ରାସାଦରେ ପୁଣି ଦେଖା ହବ। ମାରି ଦେଇ ଚାଲିଗଲା। ତୁମେ ଏଇ ସୁଧା କଣ ପାଇଁ